हेलो डियर स्टूडेंट्स आपण मानक स्वागत आजिर वीडियो रे आमे क्लास 10 फिजिकल साइंस चैप्टर 5 नियंत्रण और समन्वय पार्ट 1 को बुझिबा। तो एथिरे आमे जानिबा जे नियंत्रण एवं समन्वय कोन प्रथमे बुझिनवा पिले। तो प्रत्येक जीव रो शरीर कोन धीरे धीरे वृद्धि विकास एवं खाद्य हजम। तो प्रत्येक जीव को देखिबो जे वृद्धि करिवाटा तो प्रत्येक जीवर गोटे गुण आए। धीरे धीरे तांको शरीर विकास हुए, खाद्य कौन हजम हबारे लगी थाए, श्वासक्रिया प्रजनन यही सब जैविक कार्य ठीक भाव में हेबा पई आमको नियंत्रण बा कंट्रोल एवं समन्वय बा कोऑर्डिनेशन आवश्यक होता है। तो आम शरीर को माने ठीक से चलिया पई आम कार्य गुड़िक ठीक से हेबा पई कौन नियंत्रण अनिवार्य एवं समन्वय ठीक हेबा आवश्यक। এই নিয়ন্ত্রণ এবং সমন্বয় কোণ পিলে জীবକୁ ପରିବେଶର ପରିବର୍ତ୍ତନ ଅନୁସାରେ ସଠିକ ପ୍ରତିକ୍ରିୟା ବା ରେସ୍ପନ୍ସ ପ୍ରତିକ୍ରିୟା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ଉଦାହରଣ ସ୍ୱରୂପ ଯେମିତିକି ଆମେ ଗୋଟେ ଯଦି ଗଛକୁ ଦେଖିବା, ଗଛକୁ ଯେତେବେଳେ ଆଲୋକ ମିଳିଲେ ସେ କ'ଣ ଆଲୋକର ଦିଗକୁ ବଢିଥାଏ। ସେଇଭଳି ମଣିଷ ଗରମ ବସ୍ତୁକୁ ଛୁଇଁଲେ ତୁରନ୍ତ କ'ଣ କରେ, ହାତ ଉଡ଼ାଇ ଦିଏ। ଯେମିତିକି ତୁମେ ରାତ୍ରି ସମୟରେ ଶୋଇଛ ବିଲେ ଆଉ ତୁମକୁ ଆସିକି ଗୋଟେ ମଶା କାମୁଡ଼ି ଦେଲା, ତ ତୁମର ହାତ କ'ଣ ଯିବ ସେଇ ମଶାକୁ ଡାଇରେକ୍ଟ ସେଇ ଯେଉଁ ଜାଗାରେ ତୁମକୁ କାମୁଡ଼ି ଥାଏ ସେ ଜାଗାରେ ତୁମେ କ'ଣ କୁଣ୍ଡେଇ ହୁଅ। ତ ଏଥିରୁ ଆମକୁ କ'ଣ ଜଣା ପଡୁଛି ବୋଲେ ଆମେ ପ୍ରତିକ୍ରିୟା ପ୍ରକାଶ କରିପାରୁଛୁ। ତ ଆମ ଶରୀର ଉପରେ ଆମର କଣ୍ଟ୍ରୋଲ ଅଛି। ତ ଯେମିତି ଗଛ ଯେମିତି ଆଲୋକର ଦିଗ ପ୍ରତି ବଢି ଯାଉଛି, ମଣିଷ ଯେମିତି ଗୋଟେ ଗରମ ବସ୍ତୁକୁ ଛୁଇଁଲେ ହାତ ହଠାତ୍ କାଢି ନିଏ ଏବଂ ଆମକୁ ଯଦି କୌଣସି ପିମ୍ପୁଡ଼ି କି ମଶା କାମୁଡ଼ିଲେ ଆମର ହାତ ସେଠାକୁ ଅଟୋମେଟିକାଲି ଚାଲିଯାଏ। ତ ଏହା କ'ଣ ପିଲେ ଆମେ ପ୍ରତିକ୍ରିୟା ପ୍ରକାଶ କରୁଥିବା ଯୋଗୁଁ ହଉଛି ଏବଂ ଏହା କ'ଣ ଆମ ଶରୀର ନିୟନ୍ତ୍ରଣ ପାଇଁ ଚାଲିଛି ପିଲେ। ତ ଏବେ ଦେଖିବା ଯେ ପ୍ରଥମେ ଆମେ ବୁଝିବା ଉଦ୍ଭିଦରେ ନିୟନ୍ତ୍ରଣ କ'ଣ ଏବଂ ସମନ୍ୱୟ କ'ଣ। ଦେଖ ପିଲେ, ଉଦ୍ଭିଦରେ ପ୍ରାଣୀମାନଙ୍କ ପରି ସ୍ନାୟୁତନ୍ତ୍ର ନଥାଏ, କିନ୍ତୁ ଯଦି ଆମ ମଣିଷ ଶରୀରରେ କ'ଣ ସ୍ନାୟୁତନ୍ତ୍ର ଥାଏ କିନ୍ତୁ ଉଦ୍ଭିଦ ମାନଙ୍କ ପାଖରେ ସ୍ନାୟୁତନ୍ତ୍ର ନଥାଏ। ତେଣୁ ଉଦ୍ଭିଦ କେବଳ ଉଦ୍ଭିଦର ଯେଉଁ ହରମୋନ ବା ପ୍ଲାଣ୍ଟସ ହରମୋନ ଅଛି ତାହା ମାଧ୍ୟମରେ ହିଁ ନିଜର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିପାରେ। ତ ଉଦ୍ଭିଦ ପାଖରେ କ'ଣ ନାହିଁ ପିଲେ, ସ୍ନାୟୁତନ୍ତ୍ର ନାହିଁ। ତେଣୁ ସେ ନିଜ କାର୍ଯ୍ୟ ପାଇଁ ସମସ୍ତ କାର୍ଯ୍ୟକୁ କ'ଣ କରିବ, ନିୟନ୍ତ୍ରଣ କରେ ହରମୋନ ମାଧ୍ୟମରେ। ତ ଉଦ୍ଭିଦ ଆଲୋକ ମାଧ୍ୟାକର୍ଷଣ ଜଳ ସ୍ପର୍ଶ ଇତ୍ୟାଦିର ଉଦ୍ଦୀପନାର ପ୍ରତିକ୍ରିୟା ହେଉଛି ହରମୋନ ସାହାଯ୍ୟରେ ପ୍ରକାଶ କରିବ। এই ସବୁ କାର୍ଯ୍ୟ ତାର ହରମୋନ ଦ୍ୱାରା ହିଁ ପ୍ରକାଶ କରିପାରେ। ଏହି ପ୍ରକ୍ରିୟା ପ୍ରାଣୀମାନଙ୍କ ତୁଳନାରେ ଧୀରେ ହୋଇଥାଏ, କାରଣ ପ୍ରାଣୀମାନଙ୍କର ସ୍ନାୟୁତନ୍ତ୍ର ଥାଏ ତେଣୁ ସେମାନେ ଶୀଘ୍ର ଗୋଟେ କାର୍ଯ୍ୟକୁ କରିପାରନ୍ତି, କିନ୍ତୁ ଉଦ୍ଭିଦ ମାନଙ୍କର ସ୍ନାୟୁତନ୍ତ୍ର ନଥିବା ଯୋଗୁଁ ସେ ହରମୋନ ସାହାଯ୍ୟରେ ଏସବୁ କାର୍ଯ୍ୟ କରୁଥିବା ଯୋଗୁଁ ତାର ପ୍ରକ୍ରିୟା ଟିକେ କ'ଣ ଧୀର ଗତିରେ ହେଇଥାଏ। ନେକ୍ସଟ ଦେଖିବା ଯେ ଉଦ୍ଭିଦରେ ଯେଉଁ ହରମୋନ ଅଛି ବା ଉଦ୍ଭିଦର ହରମୋନର କାମ କ'ଣ। ତ ଉଦ୍ଭିଦରେ ଉତ୍ପନ୍ନ ହେଉଥିବା ରାସାୟନିକ ପଦାର୍ଥକୁ ଆମେ ଫାଇଟୋ ହରମୋନ ବୋଲିକି କହିଥାଉ। ଯେଉଁ ଉଦ୍ଭିଦରେ ପିଲେ କେଉଁ ରାସାୟନିକ ପଦାର୍ଥ ଯେଉଁ ସୃଷ୍ଟି ହେଲା ତାକୁ ଆମେ ଫାଇଟୋ ହରମୋନ କହୁଛୁ। ଏହା କ'ଣ খুব কম ପରିମାଣରେ ଥାଇ ମଧ୍ୟ ବଡ଼ ବଡ଼ କାର୍ଯ୍ୟ କରିପାରେ। ଉଦ୍ଭିଦ ପାଖରେ ଫାଇଟୋ ହରମୋନ ଅଳ୍ପ ପରିମାଣରେ ଥିଲେ ମଧ୍ୟ କ'ଣ ସେ ଯେତିକି ବଡ଼ କାର୍ଯ୍ୟ ବି ହଉ ତାକୁ ସୁଚାରୁ ରୂପେ ସମାଧାନ କରିପାରେ। ହରମୋନର ବୈଶିଷ୍ଟ୍ୟ ଗୁଡ଼ିକ କ'ଣ ପିଲେ, ତ ହରମୋନ କ'ଣ କ'ଣ କରିବ, ଯେମିତିକି ଜୈବ ରାସାୟନିକ ପଦାର୍ଥ ଅତ୍ୟଳ୍ପ ପରିମାଣରେ କାମ କରିପାରିବ, ତିଆରି ହେଉଥିବା ସ୍ଥାନ ଏବଂ କାମ କରୁଥିବା ସ୍ଥାନ ଭିନ୍ନ ଭିନ୍ନ ହୋଇପାରେ, ଉଦ୍ଭିଦର ବୃଦ୍ଧି ଫୁଲ ଫଳ ପତ୍ର ଝଡ଼ିବା ଏହିସବୁ କାର୍ଯ୍ୟ ଗୁଡ଼ିକୁ ନିୟନ୍ତ୍ରଣ କରିଥାଏ। ଉଦ୍ଭିଦର ସେଇ ହରମୋନ ଦ୍ୱାରା ହିଁ ସେ ନିୟନ୍ତ୍ରଣ କରିପାରେ। ଉଦ୍ଭିଦର ବୃଦ୍ଧିର ବା ଉଦ୍ଭିଦ ଯେଉଁ ଧୀରେ ଧୀରେ କରି କ'ଣ ବୃଦ୍ଧି କରୁଛି, ସେ ବୃଦ୍ଧି କରିବାର ତିନୋଟି ସୋପାନ ଜାଣିନେବା ପିଲେ। ତ କେଉଁ ସ୍ଟେପ ଅନୁଯାୟୀ ସେ ବୃଦ୍ଧି କରିଥାଏ। ପ୍ରଥମେ କ'ଣ ପିଲେ, କୋଷ ବିଭାଜନ। କୋଷ ବିଭାଜନ କହିଲେ ପୁଣି ପିଲେ ନୂଆ କୋଷ ସୃଷ୍ଟି କରିପାରେ ଉଦ୍ଭିଦ। ତ ଗୋଟେ ପୁରୁଣା କୋଷ ନଷ୍ଟ ହେଇଗଲା ବେଲେ ସେ ନୂଆ କୋଷ ସୃଷ୍ଟି କରିବ। ଦ୍ୱିତୀୟରେ ସେ କ'ଣ କରିପାରିବ, ପ୍ରସାରଣ କରିପାରିବ, କୋଷର ଆକାର ବଢ଼େଇ ପାରିବ।
ତୃତୀୟରେ ସେ କୋଷର ବିଭେଦନ ବା କୋଷର ନିର୍ଦ୍ଦିଷ୍ଟ କାମ ପାଇଁ ବିଶେଷ ରୂପ ନେଇପାରିବ, ତାର କୋଷରେ କ'ଣ ବିଭେଦନ ସୃଷ୍ଟି କରିପାରିବ। ନେକ୍ସଟ ଦେଖିବା ଯେ ଉଦ୍ଭିଦରେ 5ଟି ପ୍ରମୁଖ ହରମୋନ ଏବଂ ସେମାନଙ୍କର କାର୍ଯ୍ୟ। ତ ଉଦ୍ଭିଦରେ ପିଲେ 5ଟି ହରମୋନ ଅଛି, ୟାଦ କରିନିଅ 5ଟି ହରମୋନ। ପ୍ରଥମେ ଆସିଯିବ ପିଲେ ଅକ୍ସିନ। ତ ଅକ୍ସିନ ହରମୋନ ଯେଉଁ ରହିଥାଏ ଉଦ୍ଭିଦରେ, ଏହାର କାର୍ଯ୍ୟ କ'ଣ ପିଲେ? ଇଏ ଉଦ୍ଭିଦର ଯେଉଁ କାଣ୍ଡ ଥାଏ ସେ କାଣ୍ଡକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ଏବଂ ମୂଳ ସୃଷ୍ଟି, ଉଦ୍ଭିଦର ତଳେ ଯେଉଁ ମୂଳ ମାଟି ଭିତରେ ଥାଏ ଯେଉଁ ଅଂଶ, ମୂଳକୁ ସୃଷ୍ଟି କରିବାରେ ସାହାଯ୍ୟ କରେ। ଫୁଲ ଫଳ, ଏଇ ଫୁଲ ଏବଂ ଫଳର ବିକାଶ ବା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ଆଉ କ'ଣ କରେ? ଆଲୋକର ଦିଗକୁ ଗଛକୁ ବଢ଼ିବାରେ ସାହାଯ୍ୟ କରିପାରେ। ତ ସେଇଭଳି ଦ୍ୱିତୀୟ ହରମୋନ ଆସିଯିବ ପିଲେ ଜିବରେଲିନ। ଜିବରେଲିନର କାମ କ'ଣ? ଏ ଜିବରେଲିନ କ'ଣ କରିବ କି ଗଛର ଯେଉଁ ଉଚ୍ଚତା ଥାଏ ତା ଉଚ୍ଚତାକୁ ବଢ଼ାଇବ। କାଣ୍ଡକୁ ବୃଦ୍ଧି করে ପିଲେ ଅକ୍ସିନ, କିନ୍ତୁ ଉଚ୍ଚତାକୁ ବଢ଼ାଇବ ଜିବରେଲିନ। ଏବଂ ଆଉ କ'ଣ କରେ? ବୀଜର ଅଙ୍କୁରିତ ହେବାରେ ସାହାଯ୍ୟ କରିଥାଏ, ଫଳର ଆକାର ବଢ଼ାଇବାରେ ସାହାଯ୍ୟ କରିଥାଏ। ଅକ୍ସିନ ହରମୋନ ମଧ୍ୟ ସାହାଯ୍ୟ କରେ ଏବଂ ଫଳର ଆକାରରେ ଜିବରେଲିନ ମଧ୍ୟ ସାହାଯ୍ୟ କରେ। ତୃତୀୟରେ ଆସିଯିବ ପିଲେ ସାଇଟୋକାଇନିନ। ସାଇଟୋକାଇନିନର କାମ କ'ଣ ପିଲେ? ଇଏ କୋଷର ବିଭାଜନକୁ ବଢ଼ାଇବ ଏବଂ ପତ୍ରକୁ ସବୁବେଳେ ସବୁଜ ରଖିବ ଏବଂ ଗଛ ଯାହାଫଳରେ ସତେଜ ରହିବ। ଏବଂ ଇଏ ଆହୁରି କ'ଣ କରିପାରେ? ବାର୍ଦ୍ଧକ୍ୟ ବିଳମ୍ବ କରେ, ମାନେ ବାର୍ଦ୍ଧକ୍ୟ ଆସିବା ପାଇଁ କ'ଣ କିଛି ସମୟ ବିଳମ୍ବ ଲେଟ୍ ଲାଗିଥାଏ। ତ ଇଏ ଗଛକୁ ଶୀଘ୍ର ବାର୍ଦ୍ଧକ୍ୟରେ ପରିଣତ କରିବାରେ ପରିଣତ ଯେଉଁ କରିଦିଏ, ଯେତେବେଳେ କୌଣସି ଅସୁବିଧା ଯୋଗୁଁ କିଛି ଗଛ ବାର୍ଦ୍ଧକ୍ୟରେ ପରିଣତ ହୋଇଯାଏ, ତ ଏଇ ବାର୍ଦ୍ଧକ୍ୟକୁ କ'ଣ କରିବ? କମାଇବାରେ ସାହାଯ୍ୟ କରିବ, ମାନେ ବିଳମ୍ବ କରିବ, ଯାହାଫଳରେ ବାର୍ଦ୍ଧକ୍ୟ ଶୀଘ୍ର ଆସିପାରିବ ନାହିଁ। ନେକ୍ସଟ ଦେଖିବା ଏଥିଲିନ। ଏଥିଲିନର କାମ କ'ଣ ପିଲେ? ତ ଏଥିଲିନ କ'ଣ ପିଲେ? ଫଳକୁ ପାଚିବାରେ ସାହାଯ୍ୟ କରିବ, ପତ୍ର ଏବଂ ଫୁଲ ଫଳ ଝଡ଼ିବାରେ ସାହାଯ୍ୟ କରେ। ଇଏ ହେଉଛି ଏଥିଲିନର କାମ। 5ରେ ଆସିଯିବ ଅବସିସିକ ଏସିଡ। ତ ଅବସିସିକ ଏସିଡ ବା AVA ବୋଲିକି କୁହାଯାଏ ଅବସିସିକ ଏସିଡକୁ। ତ ଇଏ କ'ଣ କରେ? ଉଦ୍ଭିଦ ବୃଦ୍ଧି ରୋକିବାରେ ସାହାଯ୍ୟ କରେ, ମାନେ ଇଏ ଉଦ୍ଭିଦକୁ ବୃଦ୍ଧି କରିବାର ଏଗେନ୍ଷ୍ଟରେ ଥାଏ ଏବଂ ଜଳ ଅଭାବରେ ରନ୍ଧ୍ର ବନ୍ଦ କରେ। ଆଉ କ'ଣ କରିବ ପିଲେ? ବୀଜର ସୁପ୍ତାବସ୍ଥା ରଖେ, ମାନେ ବୀଜକୁ ଅଙ୍କୁରୋଦଗମ ହେବାକୁ ଦିଏ ନାହିଁ। ତ ଇଏ ହେଉଛି ଉଦ୍ଭିଦ ଯେଉଁ ବୃଦ୍ଧି କରୁଛି, ଉଚ୍ଚତା ବଢ଼ୁଛି, ତା ଏଗେନ୍ଷ୍ଟରେ ଯିବ ଏବଂ ସେ ଉଦ୍ଭିଦକୁ ଦୁର୍ବଳ କରିବ, ବଢ଼ିବାକୁ ଦେବ ନାହିଁ, ବାର୍ଦ୍ଧକ୍ୟ ସୃଷ୍ଟି କରାଇ ଦେବ। ଇଏ ହେଉଛି ତାର କାମ। ଏବେ ଦେଖିବା ଯେ ପିଲେ ଉଦ୍ଭିଦରେ ସ୍ନାୟୁତନ୍ତ୍ର ନଥାଏ। ପହିଲାରେ ପଢ଼ିବା ଯେ ଆମେ ଉଦ୍ଭିଦରେ ସ୍ନାୟୁତନ୍ତ୍ର ନଥାଏ। ଉଦ୍ଭିଦର ନିୟନ୍ତ୍ରଣ ହରମୋନ ଦ୍ୱାରା ହୋଇଥାଏ। ଫାଇଟୋ ହରମୋନ ଉଦ୍ଭିଦର ହରମୋନ ଅଟେ। ମୁଖ୍ୟତଃ 5ଟି ହରମୋନ ଉଦ୍ଭିଦରେ ଅଛି: ଅକ୍ସିନ, ଜିବରେଲିନ, ସାଇଟୋକାଇନିନ, ଏଥିଲିନ ଏବଂ ଅବସିସିକ ଏସିଡ ବୋଲିକି କୁହାଯାଏ। ତ ପ୍ରଥମେ ଆସିଗଲା ପିଲେ ଅକ୍ସିନ। ଅକ୍ସିନର କାମ ହେଲା ଗଛକୁ ବୃଦ୍ଧି କରିବ, ଜିବରେଲିନ ଉଚ୍ଚତା ବଢ଼ାଏ, ସାଇଟୋକାଇନିନ କୋଷ ବିଭାଜନ କରେ, ଏଥିଲିନ ଫଳ ପାଚିବାରେ ସାହାଯ୍ୟ କରେ, ଆଉ ଲାଷ୍ଟରେ ଆସିବ ଅବସିସିକ ଏସିଡ। ଇଏ କ'ଣ, ଯାହାକୁ ଆମେ ABA କହୁ, ଇଏ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ। ତ ଏହି 4ଟି ହରମୋନର ବିରୁଦ୍ଧରେ କାମ କରିଥାଏ। ନେକ୍ସଟ ଦେଖିବା ଉଦ୍ଭିଦର ହରମୋନ କିପରି କାମ କରୁଛି। ଉଦ୍ଭିଦ ଯେତେବେଳେ ଆଲୋକ, ମାଧ୍ୟାକର୍ଷଣ, ଜଳ ଏବଂ ସ୍ପର୍ଶ ଭଳି ବାହ୍ୟ ଉଦ୍ଦୀପନା ବା ଷ୍ଟିମୁଲସରେ ଅନୁଭବ କରେ, ତେବେ କ'ଣ ହୁଏ? କାଣ୍ଡ, ମୂଳ, ପତ୍ରର ଅଗ୍ରଭାଗରେ ହରମୋନ ଅଧିକ ପରିମାଣରେ କ୍ଷରଣ ହୁଏ। କେଉଁ କେଉଁ ଜାଗାରେ ହରମୋନ ଅଧିକ ମାତ୍ରାରେ କ୍ଷରଣ ହେବ? କାଣ୍ଡ, ମୂଳ ଏବଂ ପତ୍ର, এই 3ଟି ଜାଗାରେ ହରମୋନ ज़्यादा ସବୁଠାରୁ ଅଧିକ କ୍ଷରଣ ହେବ ଏବଂ ଏହି ହରମୋନ ଗୁଡ଼ିକୁ ଉଦ୍ଭିଦର ବୃଦ୍ଧି ଏବଂ ବିଭିନ୍ନ ଜୈବିକ କାର୍ଯ୍ୟରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ହରମୋନ ଯେଉଁ କାର୍ଯ୍ୟଗୁଡ଼ିକୁ ନିୟନ୍ତ୍ରଣ କରୁଛି, ହରମୋନ କେଉଁ କେଉଁ କାର୍ଯ୍ୟଗୁଡ଼ିକୁ ନିୟନ୍ତ୍ରଣ କରିବ? ଯେମିତିକି କାଣ୍ଡର ବୃଦ୍ଧି କରାଇବ, ମୂଳର ବୃଦ୍ଧି କରାଇବ, ପତ୍ରର ବିକାଶ କରିଥାଏ, ଫୁଲ ଧରିବାରେ ସାହାଯ୍ୟ କରେ, ଫଳ ଗଠନ ଏବଂ ପାଚିବାରେ ସାହାଯ୍ୟ କରେ, ପତ୍ର ଝଡ଼ିବାରେ ସାହାଯ୍ୟ କରେ ଏବଂ ରନ୍ଧ୍ର ବା ଷ୍ଟୋମାଟା ଖୋଲିବା
ଏବଂ ବନ୍ଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ନେକ୍ସଟ ଦେଖିବା ପିଲେ ଫୋଟୋ ପିରିୟଡିଜିମ୍ ବୋଲେ କ'ଣ? ତ ଯେତେବେଳେ ପିଲେ ଦିନ ରାତିର ଆଲୋକ ସମୟ ଅନୁସାରେ ଉଦ୍ଭିଦରେ ଫୁଲ ଧରିବାର ପ୍ରକ୍ରିୟାକୁ ଦିନ ଏବଂ ରାତ୍ରି ମାଧ୍ୟମରେ କ'ଣ ଉଦ୍ଭିଦରେ ଫୁଲ ସୃଷ୍ଟି ହୁଏ ପିଲେ। এই ଫୁଲ ଧରିବାର କାର୍ଯ୍ୟ ଯେଉଁ ଦିନ ଏବଂ ରାତି ସମୟରେ ହେଉଛି ଏହାକୁ ଆମେ ଫୋଟୋ ପିରିୟଡିଜିମ୍ ବୋଲିକି କହିଥାଉ। ଆବଶ୍ୟକ ଆଲୋକ ମିଳିଲେ ପତ୍ରରେ କ'ଣ ପିଲେ ଫ୍ଲୋରିଜେନ୍ କ୍ରିଏଟ୍ ହୁଏ। ଫ୍ଲୋରିଜେନ୍ ନାମକ ଏକ ହରମୋନ୍ ସୃଷ୍ଟି ହୁଏ ଯେତେବେଳେ ଆଲୋକ ମିଳୁଛି यानी ଦିନ ବେଳା। ଏହା ଅଗ୍ରଭାଗକୁ ଯାଇ ଫୁଲ ଧରିବାରେ ସାହାଯ୍ୟ କରିବେ। ସେହିଭଳି ଫାଇଟୋକ୍ରୋମ ନାମକ ବର୍ଣ୍ଣକଣା ଏହି ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ପରୀକ୍ଷଣ ଯଦି କରିବା ପିଲେ ଆଲୋକାନୁବର୍ତ୍ତନ ତ ଦେଖିବ ଯେ କୋନିକାଲ ଫ୍ଲାସ୍କରେ ପାଣି ଭର୍ତ୍ତି ତାରଜାଲି ଉପରେ ଅଙ୍କୁରିତ ବିନ୍ ମଞ୍ଜିକୁ ରଖିଦେବା ଏବଂ ଏହାକୁ ଗୋଟିଏ ପାର୍ଶ୍ୱରୁ କ'ଣ କରିବା ଯେଉଁ ପାର୍ଶ୍ୱରୁ ଯେମିତିକି ଆଲୋକ ଆସୁଥିବ ସେଇଭଳି ବାକ୍ସ ଭିତରେ ତାକୁ ଆମେ ରଖିଦେବା। ଆଉ ରଖିଦେଲା ପରେ କ'ଣ କରିବ କିଛି ଦିନ ପରେ ଦେଖାଯିବ ଯେ ଯେଉଁ ପାର୍ଶ୍ୱରୁ ପିଲେ ଆଲୋକ ଆସିବ ସେଇ ଆଲୋକର ପାର୍ଶ୍ୱକୁ ଯେଉଁ ଗଛଟି ସୃଷ୍ଟି ହେଇଥିବ ସେ ଗଛଟା ବଙ୍କି ଯାଇଥିବ। କାରଣ କ'ଣ ପିଲେ ଅକ୍ସିନ୍ ହରମୋନ୍ ଅନ୍ଧାର ପାର୍ଶ୍ୱରେ ଅଧିକ ସଞ୍ଚୟ ହୁଏ। ଅକ୍ସିନ୍ କ'ଣ କରିବ ଅନ୍ଧାର ଯେତେବେଳେ ହେଇଯିବ ପିଲେ ସେଠାରେ ଅଧିକ ସଞ୍ଚୟ ହେବ ଏବଂ ସେଠାରେ କୋଷ ଅଧିକ ବଢ଼ିଯାଏ। ତେଣୁ ଗଛଟି ଆଲୋକ ଦିଗକୁ କ'ଣ ହେବ ବଙ୍କିଯିବ। ଫାଇଟୋ ହରମୋନ୍ର କାର୍ଯ୍ୟକାରିତା କ'ଣ ପିଲେ ଫାଇଟୋ ହରମୋନ୍ ଯାହା ଥାଏ ଉଦ୍ଭିଦରେ ଇଏ ସମସ୍ତ ଜୈବିକ କାର୍ଯ୍ୟକୁ ନିୟନ୍ତ୍ରଣ ଏବଂ ସମନ୍ୱୟ କରିବାରେ ସାହାଯ୍ୟ କରେ। ଯେମିତିକି ଏହାର ମୁଖ୍ୟ କାର୍ଯ୍ୟ ଗୁଡ଼ିକ ହେଇଗଲା ପିଲେ ବୃଦ୍ଧିକୁ ନିୟନ୍ତ୍ରଣ କରିବ ଏବଂ ଚଳନ କ୍ରିୟାକୁ ନିୟନ୍ତ୍ରଣ କରିବ। ତ ଏବେ ଏଠାରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲେ ମନେ ରଖିବା ଯେ ଆଲୋକାନୁବର୍ତ୍ତନ ଯାହା ଆଲୋକ ଦିଗକୁ ବୃଦ୍ଧି କରେ ଜିଓଟ୍ରୋଫିଜମ୍ ମାଧ୍ୟାକର୍ଷଣ ଅନୁସାରେ ବୃଦ୍ଧି ହୋଇଥାଏ। ଫୋଟୋ ପିରିୟଡିଜିମ୍ ଯାହା ଆଲୋକର ଅବଧି ଅନୁସାରେ ଫୁଲ ଧରିବାରେ ସାହାଯ୍ୟ କରୁଛି। ଫ୍ଲୋରିଜେନ୍ ଇଏ ଫୁଲ ଧରାଇବାରେ ସାହାଯ୍ୟ କରୁଥିବା ଏକ ଉଦ୍ଭିଦର ହରମୋନ୍। ଅକ୍ସିନ୍ ହେଉଛି ଆଲୋକାନୁବର୍ତ୍ତନର ଏକ ପ୍ରମୁଖ ହରମୋନ୍ ଅଟେ। ଏବେ ଆମେ ଜାଣିବା ଯେ ବୃଦ୍ଧି ନିୟନ୍ତ୍ରଣ କ'ଣ ପିଲେ ଉଦ୍ଭିଦର ବୃଦ୍ଧିକୁ ମୁଖ୍ୟତଃ ଅକ୍ସିନ୍ ଜିବରେଲିନ୍ ସାଇଟୋକାଇନିନ୍ ଏଇଭଳି ହରମୋନ୍ ଗୁଡ଼ିକ ନିୟନ୍ତ୍ରଣ କରନ୍ତି। ତ ଅକ୍ସିନ୍ର କାମ କ'ଣ ଥିଲା ପିଲେ ଅକ୍ସିନ୍ କାଣ୍ଡ ଏବଂ ମୂଳକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଜିବରେଲିନ୍ କ'ଣ ପିଲେ ଉଚ୍ଚତା ବଢ଼ାଏ यानी କାଣ୍ଡ ଏବଂ ଶାଖାକୁ ଲମ୍ବା କରେ ଏବଂ ବୃଦ୍ଧି ବଢ଼ାଏ। ସାଇଟୋକାଇନିନ୍ ର କାମ ହେଲା କୋଷକୁ ବିଭାଜନର ହାରକୁ ବଢ଼ାଇବ। ତ ପିଲାମାନେ ଯେଉଁମାନେ ଏପର୍ଯ୍ୟନ୍ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ ଯାହାଫଳରେ ମୋର ସମସ୍ତ ଭିଡ଼ିଓ ଆପଣଙ୍କ ପାଖରେ ଠିକ୍ ସମୟରେ ପହଞ୍ଚି ପାରିବ। ଆଉ ଯଦି ଭିଡ଼ିଓଟି ଭଲ ଲାଗୁଥାଏ ତେବେ ଲାଇକ୍ ଗୋଟେ କରନ୍ତୁ ପିଲେ। ନେକ୍ସଟ ଦେଖିବା ଯେ ପିଲେ ଏହି ହରମୋନ୍ ଗୁଡ଼ିକ କ'ଣ କରିଥାଏ ଦେଖ ପିଲେ ହରମୋନ୍ କାଣ୍ଡର ଅଗ୍ରଭାଗ ମୂଳ ଭାଗ ଫୁଲ ଏବଂ କଷି ଫଳରେ ଏଇ ସବୁ ସ୍ଥାନରେ ହରମୋନ୍ ପିଲେ ଅଧିକ ପରିମାଣରେ ଥାଏ ଏବଂ ସେଠାରେ କ'ଣ ପିଲେ ସେ କୋଷ ବିଭାଜନ କରିବ କୋଷକୁ କ'ଣ ବିଭାଜନ କରୁଥିବାର ବୃଦ୍ଧି ଏବଂ ଅଧିକ ହୁଏ ଏବଂ ତଳ ଭାଗରେ ଯେଉଁ ହରମୋନ୍ର ପରିମାଣ କ'ଣ ହେବ ପିଲେ କମି ଯାଉଥିବାରୁ ବୃଦ୍ଧି ମଧ୍ୟ କମ। ଏବେ ଆମେ ଜାଣିବା ଯେ ଉଦ୍ଭିଦରେ ଯେଉଁ ବୃଦ୍ଧି ହ୍ରାସକ ହରମୋନ୍ ଅଛି ତ ପିଲେ ପଢ଼ିଥିଲା ନା ଆମେ ବୃଦ୍ଧି ହ୍ରାସକ ହରମୋନ୍ ତ ଇଏ କିଏ ପିଲେ ବୃଦ୍ଧିକୁ କ'ଣ କରିବ କମାଇବାରେ ସାହାଯ୍ୟ କରିବ ମାନେ ଇଏ ତାର ଏଗେନ୍ଷ୍ଟରେ ରହିବ ଯେମିତିକି ଆବସିସିକ୍ ଏସିଡ୍ ବା ଏଭିଏ କହୁଥିଲା ଆଉ ଏଥିଲିନ୍। ଏଥିଲିନ୍ କ'ଣ କରେ ଦେଖିଥିବ ଯେ ଇଏ ଫଳ ପୋକ ଯେତେବେଳେ ପାଚେ ପୋକ ମାନେ ପାଚିବା ପିଲେ ଫଳ ପାଚିଲା ତ ଠିକ୍ ଅଛି କିନ୍ତୁ ଇଏ କ'ଣ କରେ ମାନେ ଫଳ ଯେତେବେଳେ ଛୋଟ ଛୋଟ ହୋଇଥାଏ ଆଉ ଗଛକୁ କ'ଣ ସେଇ ଛୋଟ ଛୋଟ ଫଳକୁ ପଚେଇ ଦିଏ ଯାହାଫଳରେ ସେ ଗଛର ଫଳ ବଡ଼ ହୋଇପାରିବ ନାହିଁ ଏବଂ ଯାହାଫଳରେ ସେ ଗଛର ଫଳଟି ପଡ଼ିଯିବ। ତ ଏଇ ଆବସିସିକ୍ ଏସିଡ୍ ଆଉ ଏଥିଲିନ୍ ଇଏ ଉଦ୍ଭିଦର ଅପୋଜିଟ୍ ଡାଇରେକ୍ସନରେ ଯାଏ ବୃଦ୍ଧି ହ୍ରାସକ କରେ
ବୃଦ୍ଧି କରେ ନାହିଁ। ତ ନେକ୍ସଟ ଦେଖିବା ପିଲେ ଏମାନଙ୍କର କାର୍ଯ୍ୟ କଣ। ତ ଏମାନେ ପ୍ରଥମ କାମ ଯେ ଏମାନେ ବୃଦ୍ଧି ମାନେ ଉଦ୍ଭିଦ ଯେଉଁ ମାତ୍ରାରେ ବୃଦ୍ଧି କରୁଥିବ ତାହାକୁ କମାଇବାରେ ସାହାଯ୍ୟ କର। ମାନେ ଦେଖିଥିବ ତୁମେ ଯଦି ବାଡି ବଗିଚାରେ କିଛି ଗଛ ଲଗାଇଲ ପିଲେ, ମାନେ ଏହି ହରମୋନ ଯେତେବେଳେ କ୍ଷରଣ ହୁଏ ଗଛ ଗୁଡିକ ବଢି ପାରନ୍ତି ନାହିଁ ଏବଂ ସେ ଗଛ ଗୁଡିକରେ ପତ୍ର ମୋଜା ରୋଗ ଭଳିଆ ସୃଷ୍ଟି ହୋଇଯାଏ। ଆଉ କିଛି ଗଛ କଣ ହୁଏ, ଆମେ ଚାଷ କରିଥିବା ଏବଂ ସେ ଗଛରୁ ଫୁଲ ପତ୍ର ଫଳ ଝଡିଯାଏ। ଛୋଟ ହୋଇଥିବ, ଫୁଲ ହେଲା ଫୁଲରୁ ଝଡିଯିବ, ପତ୍ର ହେଲେ ପତ୍ର ଝଡି ଯାଉଥିବ, ଫଳ ଧରିଲା ଫଳ ଝଡିଯାଏ। ତ ଯାହା ଫଳରେ କଣ ଗଛ ଆଉ ଫଳ ସୃଷ୍ଟି କରିପାରିବ ନାହିଁ। ଏବଂ ଆଉ କଣ କରେ, ଇଏ ବାର୍ଦ୍ଧକ୍ୟକୁ ତ୍ୱରାନ୍ୱିତ କରେ। ମାନେ ଇଏ ବାର୍ଦ୍ଧକ୍ୟ ଅବସ୍ଥାକୁ ନେଇଯିବ ଯାହା ଫଳରେ ଗଛରେ ଆଉ ଫଳ ରହିପାରିବ ନାହିଁ ଏବଂ ଫଳ ପାଚିବାରେ ସାହାଯ୍ୟ କରେ। ତ ମନେ ରଖ ପିଲେ ଯେ ବୃଦ୍ଧି ବଢାଉଥିବା ଏବଂ ବୃଦ୍ଧି କମାଉଥିବା ହରମୋନ ମାନଙ୍କ ମଧ୍ୟରେ ସମନ୍ୱୟ ରହିଥିବାରୁ ଉଦ୍ଭିଦ ସଠିକ ବୃଦ୍ଧି ସମ୍ଭବ ହୋଇପାରୁଛି। ଏବେ ଆମେ ଜାଣିବା ଯେ ଚଳନ ଶକ୍ତିର ନିୟନ୍ତ୍ରଣ ବା ଗତି ନିୟନ୍ତ୍ରଣ କଣ ପିଲେ। ଉଦ୍ଭିଦ ଗୋଟିଏ ସ୍ଥାନରେ ରହିଥିଲେ ମଧ୍ୟ କଣ ବିଭିନ୍ନ ପ୍ରକାର ଗତି ଗୁଡିକ କରିପାରେ। ଯେମିତି କି ଯଦି ଆମେ ଉଦାହରଣ ଦେଖିବା ପିଲେ, ସୂର୍ଯ୍ୟମୁଖୀ ଫୁଲ ସୂର୍ଯ୍ୟ ଆଡକୁ ମୁହଁ ବୁଲାଏ। ସୂର୍ଯ୍ୟ ଯେତେବେଳେ ବାହାରିବ ସୂର୍ଯ୍ୟମୁଖୀ ଫୁଲ କୁଆଡେ, ସୂର୍ଯ୍ୟଙ୍କ ଆଡେ ମୁହଁ ବୁଲେଇବ। ଅଙ୍କୁରିତ ମଞ୍ଜିର କାଣ୍ଡ ଉପରକୁ କଣ ଏବଂ ତଳକୁ ବଢେ। ଉପରକୁ ଗଛ ବଢିଥାଏ ଏବଂ ତଳକୁ କଣ ମୂଳ ବା ଚେର ବଢିଥାଏ। ତ ଉଦ୍ଭିଦର ଗତି ହେଉଛି ଦୁଇ ପ୍ରକାର। ତ କଣ କଣ ପିଲେ, ଏକ ରାଶି ଜୀବ ବୃଦ୍ଧିକୁ ନିର୍ଭରଶୀଳ ଚଳନ ଏବଂ ବୃଦ୍ଧି ନିର୍ଭରଶୀଳ ନୁହେଁ ଏପରି ଚଳନ। ତ ନିର୍ଭରଶୀଳ ମାନେ ଡିପେଣ୍ଡ କରୁଛି ଏବଂ ନିର୍ଭରଶୀଳ ମାନେ କାହା ଉପରେ ନିର୍ଭର କରିନଥାଏ। ବୃଦ୍ଧି ନିର୍ଭରଶୀଳ ଚଳନ ଦେଖିବା, ଯେମିତି କି କଣ କରେ, ଆଲୋକ ମାଧ୍ୟାକର୍ଷଣ ଜଳ ଇତ୍ୟାଦି ବାହ୍ୟ ଉଦ୍ଦୀପନା ଦ୍ୱାରା ହେଉଥିବା ବୃଦ୍ଧି ଜନିତ ଗତିକୁ, ମାନେ ତାହା ଉପରେ ନିର୍ଭର କରିକି ବୃଦ୍ଧି ଗତି କରୁଥିଲେ ତାକୁ ଆମେ ଅନୁବର୍ତ୍ତନ ବା ଟ୍ରୋପିଜମ ବୋଲିକି କହିଥାଉ। ଆଲୋକାନୁବର୍ତ୍ତନ କଣ ପିଲେ, ଆଲୋକର ପ୍ରଭାବରେ ଉଦ୍ଭିଦ ବୃଦ୍ଧିକୁ ଆଲୋକାନୁବର୍ତ୍ତନ ବୋଲିକି କୁହାଯାଏ। ଯେତେବେଳେ ଆଲୋକର ପ୍ରଭାବ ସୃଷ୍ଟି ହୁଏ, ଆଲୋକର ପ୍ରଭାବ ତାକୁ ମିଳିଥାଏ, ସେତେବେଳେ ସେ ପରିବର୍ତ୍ତନ ହୋଇଥାଏ। ଯେମିତି କି କାଣ୍ଡ ଦେଖ, ଆଲୋକର ଦିଗକୁ ବଢିବ ଇଏ, ଅନୁକୂଳ ଆଲୋକାନୁବର୍ତ୍ତନ ବୋଲିକି କହିବା। ମୂଳ କଣ, ଇଏ ଆଲୋକର ଅପୋଜିଟ ଡାଇରେକ୍ସନରେ ବଢେ, ବିପରୀତ ଦିଗରେ। ତ ପ୍ରତିକୂଳ ଆଲୋକାନୁବର୍ତ୍ତନର କଣ ଅପୋଜିଟ ଡାଇରେକ୍ସନ ଗଲା। ଗଛ ଯେତେବେଳେ ଦେଖିବ ଉପରକୁ ବଢୁଥିଲା ବେଳେ ଚେର କଣ ପିଲେ ତଳକୁ ବଢୁଥାଏ ସେଇଭଳି। ତ ଏଠାରେ ପିଲେ ଆମେ ପରୀକ୍ଷା ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ମନେ ରଖିନେବା ଯେ ଅକ୍ସିନର କାମ କଣ। ତ ପୂର୍ବରୁ ତ କହିଥିଲି, ପୁଣି ଥରେ ୟାଦ କରିନିଅ ପିଲେ। ଅକ୍ସିନର କାମ ହେଲା ବୃଦ୍ଧି କରାଇବ, ଜିବରେଲିନ କାଣ୍ଡକୁ ଲମ୍ବା କରେ, ସାଇଟୋକାଇନିନ କୋଷକୁ ବିଭାଜନ ବଢାଏ, କୋଷର ବିଭାଜନ। ଆବସିସିକ ଏସିଡ ବା ଏଭିଏ ଇଏ କଣ ବୃଦ୍ଧିକୁ କମାଇବ। ଏଥିଲିନ ଫଳ ପାଚିବା ଏବଂ ପତ୍ର ଝଡାଇବାରେ ସାହାଯ୍ୟ କରେ। ନେକ୍ସଟ ଏବେ ଆମେ ଦେଖିବା ଯେ ଆଲୋକାନୁବର୍ତ୍ତନର ଉଦ୍ଦେଶ୍ୟ କଣ। ଯେମିତିକି ଉଦ୍ଭିଦର ଅଗ୍ରଭାଗ ଆଲୋକକୁ ଅନୁଭବ କରି ଅକ୍ସିନ ହରମୋନର ସାହାଯ୍ୟରେ କିପରି ବଙ୍କେଇ ଯାଏ ତାହା ଆମେ ଜାଣିବା। ଯେତେବେଳେ ଉଦ୍ଭିଦଟେ ଆମେ ରହିଦେଲା ପୋତି ଦେଲା ପରେ ଗଛର ମାଟିରେ, ଆଉ ସେଠାରେ ଯଦି ଆମେ ହାଣ୍ଡି କିମ୍ବା ବକ୍ସରେ ଭର୍ତ୍ତି କରିଦଉଛୁ ଆଉ ଗୋଟେ ପାର୍ଶ୍ୱରୁ ଟିକେ ରନ୍ଧ୍ର ରଖି ଦଉଛୁ, ତ ସେହି ରନ୍ଧ୍ର ଦେଇକି କଣ ପିଲେ ଆଲୋକ ଦ୍ୱାରା ସେ ଗଛଟି ବଙ୍କେଇ ଯାଇଥାଏ। ତ ତାହା କିପରି ହୁଏ ତାହାକୁ ଆମେ ପରୀକ୍ଷା ମାଧ୍ୟମରେ ବୁଝି ନେବା। ତ ଯେମିତି କି ଦେଖ, ପରୀକ୍ଷଣରେ ଗଜା ବାହାରିଥିବା ବୁଟ ମଞ୍ଜିକୁ ଆମେ ଗୋଟେ ବାକ୍ସରେ ରଖିଦେବା ଆଉ କେତେକ ଗଜାର ଅଗ୍ରଭାଗରେ କଳା ଟୋପି ମାନେ ଲଗାଇ ଏବଂ କେତେକ ଗଜାର ଅଗ୍ରଭାଗରେ କାଟି ଦିଆଯାଏ। ଆଉ ବାକି ଯୋଉ ଗଜା ଗୁଡିକ ରହିଲା ସାଧାରଣତଃ ଅବସ୍ଥାରେ ରଖାଯାଏ। ତ ତିନିଟା ରହିଗଲା, ଗୋଟେ କଳା ଟୋପି ଲଗାଇଲା, ଗୋଟେ ଅଗ୍ରଭାଗ କାଟିଦେଲା ଆଉ ଗୋଟେ ସାଧାରଣତଃ ରହିଲା। ଏବେ ବାକ୍ସର ଗୋଟିଏ ପାର୍ଶ୍ୱରୁ ଆଲୋକ ପଡିବାକୁ ଦିଆଯାଏ। ମାନେ ଗୋଟେ ପାର୍ଶ୍ୱରୁ ଆଲୋକ ଯିବ, ସବୁ ପାର୍ଶ୍ୱରୁ ମାନେ ଚତୁଃପାର୍ଶ୍ୱରୁ ଆମେ ତାକୁ ଆଲୋକ ଦେବା ନାହିଁ।
ए पर्यवेक्षण आम कौन देखा जे अग्रभाग कटा एवं कला टोपी लगी गजा सीधा रहा कौन बोले से सीधा रे किंतु साधारणतः गजा थिबा गछ गुड़िक आलोक दिग को कौन हम बोले बंकी जीव से एवं कला टोपी काढ़ी देले से माने मध्य बंकी जीवे किंतु कला टोपी जोगु से बंकी पारिला नहीं कारण ताको आलोक मिली पारिला नहीं कला टोपी जेतेबेले ताको कोन अंधकार प्रक्रिया रे रखिला और जदि से टोपी को हमें काढ़ी दबा से मध्य बंकी जीव पिले नेक्स्ट देखिबा ज्ञानुवर्तन तो परीक्षा जेमिति कि एक बढ़ुतिबा गछ को किछि दिन पई हमें भूमि सह समांतरल भाव रे रखि देले कोन हो तो देखिबा जे पर्यवेक्षण रो बिले कोन ये कांड ऊपर को बंकी जीव एवं मूल तल को बंकी जीव कांड ऊपर को जीव एवं मूल तल को जीव यार कांड एवं मूल बंकी जीवार कारण कोन पिले गछ को आड़े रखिले जो गछरे ऑक्सीजन हार्मोन अछि ता तल पार्श्व रे अधिक संचय होई जीव ऑक्सीजन हार्मोन तल पार्श्व रे अधिक संचय होई एवं कांड रे जेते बेले ऑक्सीजन वृद्धि हुए तेणु तल पार्श्व रे अधिक बढ़ी ऊपर को बंकी जाए जेतेबेले ऑक्सीजन वृद्धि हैला तेबे तल पार्श्व बढ़ी जीवो एवं बढ़ी गला फल रे कोन हबो बंका हे जीवो से बेले मूल रे कोन हुए ऑक्सीजन वृद्धि को कमाई देबो मूल रे तेणु मूल तल को कोन जीवो बंकी जीवो एठारे ऑक्सीजन बढ़ौची कांड को एवं मूल रे कोन बोले ऑक्सीजन वृद्धि को कमाई थाए तेणु उभय स्थान रे केले कोन हुए बंके जाय थाए नेक्स्ट जानिबा जे मूलर वृद्धि किपरि होउछि तो पिले मूल रे जो हार्मोन बा ऑक्सीजन अधिक थिबा स्थान रे वृद्धि कम हुए एवं कम थिबा स्थान रे कोन पिले वृद्धि अधिक होउछि तो यही कारण जोगु मूल कांडर कोन पिले विपरीत दिग को बंकी भूमि भीतर को बढ़े आलोक रो माध्याकर्षण जल एवं रासायनिक पदार्थ परि बाह्य उद्दीपना मूल और पत्र अग्रभाग को प्रभावित हुए जेतेबेले उद्भिद को आलोक मिलुछि माध्याकर्षण बल सृष्टि होउछि जल रासायनिक पदार्थ गुड़िक बाह्य उद्दीपना जो मिली गला ताको एथिरे कांड मूल पत्र जो अछि ताहा अग्रभाग को कोन करियो पिले प्रभावित करिता एवं एही प्रभावित फल रे जो प्रभावित हेबा जोगु एठार हार्मोन क्षरण हुए एवं हार्मोन जेतेबेले क्षरण हेबो ना पिले उद्भिद धीरे धीरे करी वृद्धि नियंत्रित हेबो एवं एही परि भाबरे जेतेबेले उद्भिद रे नियंत्रण एवं समन्वय हार्मोन द्वारा होइता पिले उद्भिद रे कोन नियंत्रण होई गला एवं समन्वय सृष्टि हो गला एबे उद्भिद रे जो वृद्धि हेउची स्वतंत्र चलन बा नास्तिक मूवमेंट बोली की कहूछु जेमिति कि आमे जदि गोटे देखिबा लाजकोली गछ को जेतेबेले आमे लाजकोली गछ को टच मी नॉट यानी लाजकोली गछ को जदि आमे छुई देले कोन बिले तार पत्र संगे संगे बंद हो जाए मोजी हो जाए एवं किछि समय परे देखिबो पुनी तरे जे लाजकोली गछ जीपर जे भली थिला सेही भली पूर्व अवस्था को फेरि आसीबो एही गति रे कोनोसी वृद्धि हुए नाही तो वृद्धि हेबो कि पिले वृद्धि हेबार चांस नाही केवल कोष भितर जो रासायनिक संकेत द्रुत गति रे प्रसारित होउछि हेबा द्वारा पत्र कोन होय पिले बंद होय जाय एवं यहाँ को अंतकुर्चन गति बोली कि नास्तिक मूवमेंट बोली कि हमें कहि पारिबा नेक्स्ट देखिबा जे मनुष्य रे नियंत्रण एवं समन्वय किपरि हेतु एटा हमें जानिला जे उद्भिद रो नियंत्रण और समन्वय एबे जानिबा जे हमें मनुष्य तो पहले मनुष्य शरीर रे नियंत्रण एवं समन्वय ये स्नायुतंत्र द्वारा होता है उद्भिद रे स्नायुतंत्र न थाए एवं उद्भिद रे न थाए किंतु मनुष्य शरीर स्नायुतंत्र अछि एवं एथिरे अंतस्रावी तंत्र मध्य रही थाए तो आमे जानिबा जे एथारे सुगंध दुर्गंध आलोक शब्द स्पर्श आदि को आमे आखि कान नाक जीभ एवं चर्म भरी संवेदक अंग द्वारा आमे ताको अनुभव करिपा
जहाँ को आम पंचेन्द्रिय बोली कहते यही सूचना स्नायु माध्यम कौन पे आम मस्तिष्क को पहुंचब अनुभव कर सारा मस्तिष्क कौन कर तार निष्पत्ति नहीं शरीर विभिन्न अंग को माने आदेश देव से आदेश दे सारा आमर ब्रेन बा मस्तिष्क आम से कार्यटा को करिथा एहीपरि भाव मनीष परिवेश सहित कौन पे खाप खाई बंची जाए एबे आमे जानिबा जे स्नायुतंत्र प्रमुख अंश गुड़िक कौन कौन तो मनुष्यर स्नायुतंत्र रे मस्तिष्क सुषुम्ना कांड स्नायु ये तीनोटी होची सबुठारु मोस्ट इंपोर्टेंट प्रमुख अंश गुड़िक भ्रूणावस्था कौन थाए मस्तिष्क तीन मुख्य भाव अवस्था रही है अग्र मस्तिष्क मध्य मस्तिष्क एवं पश्चात मस्तिष्क अग्र मस्तिष्क को आम फोर ब्रेन कहूँ मध्य को आम मिड ब्रेन एवं पश्चात को आम कौन बोले हाइंड ब्रेन बोलिकी कही तो पिला माने आज वीडियो को एठी समाप्त करिबा आमे यही विषय आम पार्ट 2 विषय पुणी थे आलोचना करवा धन्यवाद वीडियो भल लगी लाइक शेयर एवं सब्सक्राइब करंतु पुणी थे देखा पिला माने पार्ट 2 रे से पर्यंत विदाय जय जगन्नाथ पिला।